ଆମ ବସ୍ ଯୋଜନାରେ ପୁଣି ଯୋଡ଼ି ହୋଇଛି 40ଟି ଇ ବସ୍। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରୁ କଟକ ଏସ୍ସିବି ମେଡିକାଲ ଯିବା ପାଇଁ ସରକାର ଗଡ଼ାଇବେ ଇ ବସ୍। ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କ ପାଇଁ ସହାୟତା ହେବ ଆମ ବସ୍ର ନୂଆ ରୁଟ୍। ଏହାଦ୍ୱାରା ଆଉ ଯାତାୟାତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ରୁଟ୍ରେ ମଧ୍ୟ ଇ ବସ୍ ଚାଲିବ। ଗତକାଲି ଭୁବନେଶ୍ୱର ଗାଡ଼କଣସ୍ଥିତ ଆମ ବସ୍ ଡିପୋରେ 40ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ ବସ୍ର ଉଦ୍ଘାଟନ କରିଛନ୍ତି। ଏନେଇ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଖୁବ୍ ଶୀଘ୍ର ରାଜ୍ୟରେ 8ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡ଼ିଶାକୁ 400 ଇ ବସ୍ ଯୋଗାଇବେ। ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ 2ଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ। ବ୍ୟୁରୋ ରିପୋର୍ଟ, ସର୍ବଶକ୍ତି ନ୍ୟୁଜ୍।